2012 ମସିହା ଆଜି ଦିନରେ ଅର୍ଥାତ୍ ମେ 29 ତାରିଖ ଦିନ ଓଡ଼ିଶା ରାଜନୀତିରେ ଗୋଟେ ବଡ଼ ଦୁର୍ଘଟଣା ଘଟିଥିଲା। ମୁଁ ଏହାକୁ ଘଟଣା ବୋଲି କହୁନି, ଦୁର୍ଘଟଣା କହୁଛି, କାହିଁକି ନା ଏହା ଏକ ଷଡ଼ଯନ୍ତ୍ରର କୁପରିଣତି ଥିଲା। ସେଇ ତାରିଖରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିଲେ, ସେ ଲଣ୍ଡନରେ ଥିଲେ ସେତେବେଳେ। ଏବଂ ଏହି ସମୟରେ ହଠାତ୍ ଏଠି ପ୍ରଚାରିତ ହେଲା ଯେ ତାଙ୍କ ଅନୁପସ୍ଥିତିରେ ଅର୍ଥାତ୍ ନବୀନ ପଟ୍ଟନାୟକଙ୍କର ଅନୁପସ୍ଥିତିରେ ତାଙ୍କର ଯିଏ ମାର୍ଗଦର୍ଶକ ଏବଂ ସବୁ କଥା ତାଙ୍କର ବୁଝନ୍ତି, ରାଜନୈତିକ ଦଳ ଠାରୁ ସରକାର ପର୍ଯ୍ୟନ୍ତ ସବୁ କଥା ଯିଏ ବୁଝନ୍ତି ନବୀନ ପଟ୍ଟନାୟକର, ଶ୍ରୀ ପ୍ୟାରୀମୋହନ ମହାପାତ୍ର, ଯିଏକି ସେତେବେଳେ ବିଜେଡି ଦଳର ଏମପି ଥିଲେ ରାଜ୍ୟସଭାରେ। ସେତେବେଳେ ଗୋଟେ ପ୍ରଚାର ହେଲା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ପ୍ୟାରୀମୋହନ ମହାପାତ୍ର ଦଳର ସଦସ୍ୟ ମାନଙ୍କୁ, ଏମଏଲଏ ମାନଙ୍କୁ ସଂଗଠିତ କରି କ୍ଷମତା ଦଖଲ ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ସେତେବେଳେ ଜୋରସୋରରେ ପ୍ରଚାରିତ ହେଲା। ଏବଂ ଆଜି ଦିନ ଭଳିଆ ସେତେବେଳେ ଏତେ ଟେଲିଭିଜନ ଚ୍ୟାନେଲ ନଥିଲା, ଗୋଟିଏ କି ଯୋଡ଼ିଏ ଟେଲିଭିଜନ ଚ୍ୟାନେଲ ଥିଲା। ସେମାନେ ତାକୁ ଅନବରତ ଦେଖେଇ ଚାଲିଲେ, ତାଙ୍କ ଘରଠୁ ଆରମ୍ଭ କରି ଭୁବନେଶ୍ୱରରେ ଗୋଟେ ପ୍ରାଇଭେଟ ହୋଟେଲ ସହିତ, ଯେ ଏଇ ଜାଗାରେ ମେଳି କରୁଛନ୍ତି ପ୍ୟାରୀମୋହନ ମହାପାତ୍ର ବିଜେଡି ଦଳର ଏମଏଲଏ ମାନଙ୍କୁ ଆଣି ସଂଖ୍ୟା ଗରିଷ୍ଠତା ପ୍ରତିପାଦିତ କରିବା ପାଇଁ। ମଧ୍ୟ ଏପରିକି ସେତେବେଳେ ଅଭିଯୋଗ ଉଠିଲା ଯେ ରାଜଭବନ ରାଜ୍ୟପାଳଙ୍କ ସହିତ ଯୋଗାଯୋଗ କରାଯାଇଛି, ଯେକୌଣସି ମୁହୂର୍ତ୍ତରେ ଏଇ ବିଧାୟକ ମାନେ ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ୱରେ ଯାଇ ସରକାର ଗଢ଼ିବା ପାଇଁ ଦାବି କରିପାରନ୍ତି। ଏଇଭଳି ପ୍ରଚାର ଚାଲିଲା ଏବଂ ନବୀନ ପଟ୍ଟନାୟକ ଏ ଖବର ପାଇକରି ତୁରନ୍ତ ଫେରି ଆସିଲେ ଏବଂ ଫେରି ଆସିଲା ପରେ ସେ ପ୍ୟାରୀମୋହନ ମହାପାତ୍ରଙ୍କୁ ଦଳରୁ ସସ୍ପେଣ୍ଡ କଲେ ଏବଂ ତାଙ୍କୁ ତାଙ୍କର ଯୋଉ ରାଜ୍ୟସଭା ପଦ ସେ ବେଶ କିଛି ଦିନ ପାଇଁ ସେ ଥିଲା, ସେଥିରେ ସସ୍ପେଣ୍ଡ କରିବାର କିଛି ଅର୍ଥ ନାହିଁ, କାହିଁକି ନା ସେଥିରେ ତ ପଦବୀ ଯିବନି। ଏଇଭଳି ଭାବରେ ସେଦିନ ଘଟଣା ହେଇଥିଲା। ନବୀନ ପଟ୍ଟନାୟକ କ୍ଷମତାରେ, ଓଡ଼ିଶାର କ୍ଷମତାରେ ଆସିବା ଦିନ ଠାରୁ 2012 ମସିହା ପର୍ଯ୍ୟନ୍ତ ଛାଇ ଭଳି ତାଙ୍କ ପାଖରେ ଥିବା ଏବଂ ତାଙ୍କୁ ସବୁ ପ୍ରକାର ରାଜନୀତିରେ ସାହାଯ୍ୟ କରୁଥିବା ବ୍ୟକ୍ତି ଶ୍ରୀ ପ୍ୟାରୀମୋହନ ମହାପାତ୍ର ସେଇଦିନ ଠାରୁ ଯାହା କୁହନ୍ତି ତାଙ୍କର ରାଜନୈତିକ ଅନ୍ତ ହେଇଗଲା। ସିଏ ବହୁତ ଦିନ ପର୍ଯ୍ୟନ୍ତ ତାପରେ ଥିଲେ ରାଜ୍ୟସଭାର ସଦସ୍ୟ ଭାବରେ, ତାପରେ ତାଙ୍କର ତ ଦେହ ଖରାପ ହେଲା ଏବଂ ସେ ଚାଲିଗଲେ। ଏ ଘଟଣା ଯେତିକି ଯାହା କୁହାଯାଉଛି ପ୍ରକୃତରେ ସେୟା ହିଁ ନଥିଲା। ସେତେବେଳେ ଯିଏ ଘଟଣାକୁ ତିର୍ଯ୍ୟକ ଦୃଷ୍ଟିରେ ଦେଖିଥିବେ ବା ଭଲ ଭାବରେ ଟିକେ ବୁଝିବାକୁ ଚେଷ୍ଟା କରିଥିବେ, ସେମାନେ ନିଶ୍ଚୟ ଜାଣିଥିବେ ଯେ ଏହା ପ୍ରକୃତରେ ଗୋଟାଏ ପ୍ୟାରୀମୋହନ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକଙ୍କ ଠାରୁ ଦୂରେଇ ଦେବା ପାଇଁ ବା ଉଭୟଙ୍କ ମଧ୍ୟରେ ଯୋଉ ପ୍ରକାର ଫାଟ ସୃଷ୍ଟି କଲେ ଉଭୟ ପରସ୍ପରଠୁ ଦୂରେଇ ଯିବେ, ସେଇଭଳି ଏକ ଷଡ଼ଯନ୍ତ୍ର ହେଇଥିଲା ଏବଂ ସେଇ ଷଡ଼ଯନ୍ତ୍ରରେ ପ୍ୟାରୀମୋହନ ମହାପାତ୍ର ବଳି ପଡ଼ିଲେ। କାହିଁକି ନା ମୋର ସେତେବେଳେ ମନେ ଅଛି, ମୁଁ ପ୍ୟାରୀମୋହନ ମହାପାତ୍ରଙ୍କୁ ଗୋଟେ ଇଣ୍ଟରଭ୍ୟୁ କରି ଖବର ମଧ୍ୟ ଛାପିଥିଲି। ତାଙ୍କୁ ମୁଁ ସେତେବେଳେ ସିଧା କରି ପଚାରିଥିଲି ଯେ ଏତେ ବର୍ଷ କାଳ ଆପଣ ଯଦି ନବୀନ ପଟ୍ଟନାୟକଙ୍କୁ ସରକାର ଚଳେଇବାରେ ସାହାଯ୍ୟ କରିଥିଲେ, ଦଳ ଗଢ଼ିବାରେ ସାହାଯ୍ୟ କରିଥିଲେ, ତାପରେ ତାଙ୍କ ଅନୁପସ୍ଥିତିରେ କାହିଁକି ଏ କାର୍ଯ୍ୟ କଲେ? ସିଏ ସେତେବେଳେ ମତେ ସ୍ପଷ୍ଟ ଉତ୍ତର ଦେଇଥିଲେ, ଏଇଟା ଗୋଟେ ଷଡ଼ଯନ୍ତ୍ର ବୋଲିକି ତୁମେ ଯଦି ଜାଣି ନ ପାରୁଛ ତାହେଲେ ମୋର କିଛି କହିବାର ନାହିଁ। ଇଲେକ୍ସନ ଆଉ ବର୍ଷେ 1.5 ବର୍ଷ ପରେ ଇଲେକ୍ସନ ହବ। ମୁଁ ଧରି ନିଆଯାଉ ଏଇଭଳି ଉପାୟରେ ଯଦି ଆଜି କ୍ଷମତା ଦଖଲ କରେ ଓଡ଼ିଶାର ଲୋକମାନେ କଣ ମତେ ନିର୍ବାଚନରେ ସମର୍ଥନ ଦେବେ, ସମର୍ଥନ କରିବେ? ମୁଁ କଣ ଏତେ ବୋକା ହେଇଛି ଯେ ସିଏ ପୁଣି ନାହାନ୍ତି, ନବୀନ ପଟ୍ଟନାୟକ ନିଜେ ଯେତେବେଳେ ଭାରତରେ ନାହାନ୍ତି, ବିଦେଶ ଗସ୍ତରେ ଅଛନ୍ତି, ମୁଁ ଏଇଭଳି ଉପାୟରେ କ୍ଷମତା ଦଖଲ କରିକି କଣ ଲାଭ ପାଇବି, ତା ଦେହରୁ କଣ ପାଇବି କେତେ ଦିନ ପର୍ଯ୍ୟନ୍ତ? ଦ୍ୱିତୀୟ କଥା, ସେ କହିଲେ ଟେଲିଭିଜନ ଚ୍ୟାନେଲରେ ଆପଣ ମାନେ ସମସ୍ତେ ଦେଖଉଛନ୍ତି ଯେ ଆମ ଘରକୁ ବିଧାୟକ ମାନେ ଆସୁଛନ୍ତି, ମେଳି କୁଆଡେ ହଉଛି, ହୋଟେଲରେ ତାଙ୍କ ପାଇଁ 60ଟା ଖଣ୍ଡେ ରୁମ୍ ବୁକ୍ ହେଇଛି, ରାଜଭବନରେ କୁଆଡେ ଆମେ ପ୍ରତିଶ୍ରୁତି ଦେଇଛୁ ଯାଇକିରି ଏତେଟା ବେଳେ ପହଞ୍ଚିବୁ ବୋଲିକିରି। କାହିଁ ଆମ ଘରକୁ କେତେଟି ବିଧାୟକ ଆସିଥିଲେ ବୋଲିକିରି ଆପଣ ଫଟୋରେ ଦେଖଉଛନ୍ତି? ପ୍ରକୃତରେ
जो टेलीविजन चैनल माने सेतेबेले देखौथिले राति सारा देखौथिले कि जणेले विधायक 2-3 जन व्यतीत आउ के ताको घर को जीवा आसिया किछि नतला कुआडे मेली करतले जो होटल रे रहउथिले कथा होतला कोन रूम बुक करके सब अछंती सेठी मध्ये कई दिने पचलेनी सत्य जेमती से षडयंत्रकारी सहित ए मीडिया लोक माने मध्ये जेमती शामिल हो जाइथिले बेली लागुथला जहाँ हो ए कथार किसी सत्यता आज पर्यंत जना पड़े एबे आपण जो प्रभात विषय को कथा कहले आपण देखिले देखुचंती आस्ते 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 सत कौन बाहर प्रकृत उद्देश्य थिला प्यारीमोहन महापात्र एवं नवीन पट्टनायक मध्य गोटे फाट सृष्टि करी सबुदिन पर्यटन से फाटटा बलवत्तर रहिले दल भितर से अनेक लोक जो मैंने अणनिश्वासी अनुभव करुले अंतत प्राधान्य बढ़िबो अनेक यही प्रसंग रे अनेक मध्य आलोचना करती जे यही षडयंत्र प्रयोजक एवं निर्देशक स्वयं नवीन पट्टनायक निजे कहीं नवीन पट्टनायक गोटे समय लक्ष्य करेंगे राजनैतिक कार्यकलाप को आज पर्यटन जदि तिर्यक दृष्टि आपण मैंने कहीं देखुवे निश्चय जापर सी सब निज पदवी जगी रखिक सब कम करती पदवी की जदि से अनुभव कले कौन सी समय जे भाविले भी कौन सी समय भी जे ये मो पदवी पे विपद काली सकाळ हेई पारे सी कले बळे कौशल ताकू दूरेई देबे ए कथा मध्य बीजेडी दल गढ़ाला दिनु एवं सी तार सभापति एवं परवर्ती समय मुख्यमंत्री हैला दिन ठारू समस्त देखी आछंती किछि ना किछि कौन गोटे अभियोग करी कौन नहीं कौन गोटे मुहरे कला बोली दल विदा करदवा मंत्रिमंडल विदा करदवा ये सब कार्य मुख्यमंत्री नवीन पट्टनायक सब कर ना सब प्रकार आलोचना हुए तेणु ये जो षडयंत्र है प्यारीमोहन महापात्र विरुद्ध रे जार किसी माने ठोस प्रमाण कई के देखिले कोठी मेली होची कोठी एमएलए अछंती कई किसी देखि पारले कह जाउची जे एटा को मु कहउची जे एटा दुर्घटना नुहे एटा घटना नुहे एटा गोटे दुर्घटना सेतेले हेतिला एवं एई षडयंत्र सेही दिन हेतिला बोलिकरी ताको आज पर्यंत मे 29 तारीख हेले से कथा को अनेक लोग मन पकई अनेक सत कथा सब आगो को आस्ते आस्ते बाहर